ଜୀବନରେ ଯେତେବେଳେ ଛୋଟ ଦିନର ଖେଳ ସରିଯାଏ ତ ସେହି ସମାଜରୁ ଭାଗ୍ୟର ଖେଳ ଆରମ୍ଭ ହୋଇଯାଏ। ସମୟ ଥିବା ପୂର୍ବରୁ ବୁଦ୍ଧିମାନ ହୋଇଯାଅ, କାହିଁକିନା ଯୁବକ ଥିବା ସମାଜରେ ଆମେ ଯାହା ବୁଣିଥାଉଁ ବୃଦ୍ଧ ସମାଜରେ ତାହା କାଟିଥାଉଁ। କିଛି ମିଳିବା ପରେ ଗର୍ବ ଏବଂ ଅହଙ୍କାର କରିବ ନାହିଁ, କାହିଁକିନା ନେବା ଦେବା ଜଣଙ୍କର କାମ ଅଟେ। ସେହି ଅଭିଶାପରୁ ତଥାପି ବଞ୍ଚିପାରିବା ଯାହା ଶବ୍ଦରୁ ଦିଆ ହୋଇଥାଏ, କିନ୍ତୁ ସେହି ଅଭିଶାପରୁ ବଞ୍ଚିପାରିବା ନାହିଁ ଯାହା ନୀରବ ହୋଇ ଦିଆ ହୋଇଥାଏ। ଘରରୁ ବାହାରକୁ ଗଲେ ବୁଦ୍ଧି ନେଇକି ଯାଅ, କାହିଁକିନା ଦୁନିଆ ଗୋଟିଏ ବଜାର ଅଟେ ଏବଂ ଘର ଭିତରକୁ ଖାଲି ଭଲ ହୃଦୟ ସହିତ ଭଲ ପାଇବା ନେଇକି ଆସ, କାହିଁକିନା ଏଠି ଗୋଟିଏ ପରିବାର ଥାଏ। ଅନ୍ୟର କଥାରେ ପଡ଼ି ସମ୍ପର୍କକୁ ଖରାପ କର ନାହିଁ, କାହିଁକିନା ସମ୍ପର୍କ ନିଜର ହୋଇଥାଏ, ଅନ୍ୟର ନୁହେଁ। ଯେତେବେଳେ ବି ମଣିଷ ନିଜ ଭିତରେ ମରିଯାଏ ତ ବାହାରେ ମିଳୁଥିବା ହଜାରେ ଖୁସି ବି ସେହି ମଣିଷକୁ ହସାଇ ପାରିବ, ଖୁସି ଦେଇପାରିବ ନାହିଁ। ସଦାବେଳେ ମିଛ କହୁଥିବା ବ୍ୟକ୍ତି ଯେତେ ବି ମିଠା କଥା କହୁ ସେ ତୁମକୁ ଦୁଃଖ ଏବଂ କଷ୍ଟ ହିଁ ଦେବ, କିନ୍ତୁ ସତ କହୁଥିବା ବ୍ୟକ୍ତି ଯେତେ ବି ତିକ୍ତ କଥା କହୁ ସେ ତୁମକୁ ଔଷଧ ପରି କାମ ଦେବ। ଲୋକ ଭାବନ୍ତି କି ତାଙ୍କ ଜୀବନରେ ଦୁଃଖ ବଢ଼ିଯାଇଛି, କିନ୍ତୁ ସେ ଜାଣିପାରନ୍ତି ନାହିଁ କି ତାଙ୍କ ସହିବାର ଶକ୍ତି କମିଯାଇଛି, କାହିଁକିନା ଯେତେ ବି ବଡ଼ ଦୁଃଖ ଆସୁ ସହିବାର ଶକ୍ତି ଅଛି ତ ସେ ବଡ଼ ବଡ଼ ଦୁଃଖ ବି ଛୋଟ ଲାଗିବ।